7 ପରେ କଟିଯିବ ରାସନ କାର୍ଡ। ରାସନ କାର୍ଡଧାରୀଙ୍କ ପାଇଁ ମୁଖ୍ୟ ସମାଚାର। ରାସନ କାର୍ଡ ସରକାରଙ୍କ ସୁବିଧା ଜାରି ରଖିବା ପାଇଁ KYC ବାଧ୍ୟତାମୂଳକ କରିଥିବା ବେଳେ ଯଦି ଆପଣ ଏହା କରିନାହାନ୍ତି 31 ମଧ୍ୟରେ KYC କରିନିଅନ୍ତୁ। ତେବେ ଫେବୃଆରୀ 1 ଠାରୁ ସେମାନଙ୍କ ରାସନ କାର୍ଡ କାଟି ଦିଆଯିବ। ଯେଉଁମାନେ ରାସନ କାର୍ଡ କରିନାହାନ୍ତି ନିମ୍ନଲିଖିତ କାର୍ଯ୍ୟ କରିନିଅନ୍ତୁ। ସମସ୍ତ ସଦସ୍ୟଙ୍କ EKYC ଯଥା ସମୟରେ ହେବା ଆବଶ୍ୟକ। ନିକଟସ୍ଥ ଜନସେବା କେନ୍ଦ୍ରରେ ଯାଇ EKYC କରିନିଅନ୍ତୁ। ମୋବାଇଲ ନମ୍ବର ନିଜ ନାଁରେ ରଖିବା ଆବଶ୍ୟକ। ଯଦି ଅବହେଳା ହେଲା ତେବେ ଅଯୋଗ୍ୟ ହିତାଧିକାରୀ ଧନୀ ଲୋକ କିମ୍ବା ଭୂତ ନାଁରେ ଥିବା ରାସନ କାର୍ଡକୁ କାଟି ଦିଆଯିବ। ମାଗଣା ରାସନ କାର୍ଡ ମିଳିବା ବନ୍ଦ ହୋଇଯିବ। ତେଣୁ ଏହି କାମ ତୁରନ୍ତ କରିବାକୁ ସରକାର ଅନୁରୋଧ କରିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ମହିଳା ଓ କନ୍ୟା ସୁରକ୍ଷା ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ। ମହିଳା ନିରାପତ୍ତା ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ଅନ୍ୟ ପଦକ୍ଷେପ ଗୁଡ଼ିକ ହେଲା ବାଲ୍ୟ ବିବାହ ରୋକିବାକୁ ସ୍ୱତନ୍ତ୍ର ଯୋଜନା। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାଲ୍ୟ ବିବାହ ନିଷେଧ ଅଧିକାରୀ ଭାବରେ ନିଯୁକ୍ତ କରିବା। ହେଲ୍ପଲାଇନ୍ ସଚେତନ ଯଥା 181, 1091, 112 ଏବଂ 14678 ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦର୍ଶନ ହେବ ଏହି ହେଲ୍ପଲାଇନ୍ ନମ୍ବର। ପାଠ୍ୟକ୍ରମର ସଚେତନତା ସାମିଲ। ବାଲ୍ୟ ବିବାହ ରୋକିବା ପାଇଁ ଅଭିଜ୍ଞତା ବୃଦ୍ଧି ନିମନ୍ତେ ପିଲାଙ୍କ ପାଠ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ପର୍ଯ୍ୟଟନ ସ୍ଥଳୀରେ ମହିଳା ନିରାପତ୍ତା। ମହିଳା ପୁଲିସ PCR ଭ୍ୟାନ୍ ମୁତୟନ। ମହିଳା ପୁଲିସ ଗାଇଡ୍ ଏବଂ ମହିଳା ଡ୍ରାଇଭର ନିଯୁକ୍ତି ପ୍ରାଥମିକ ଦିଆଯାଇଛି। ସ୍ୱତନ୍ତ୍ର ମହିଳା ବସ୍ ମଧ୍ୟ ଚାଲିବାର ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଗାଡ଼ି ଚାଳନା ତାମିଲ। ମହିଳାଙ୍କୁ ଗାଡ଼ି ଚାଳନା ଦକ୍ଷତା କରିବାକୁ ଟ୍ରେନିଂ ସ୍କୁଲ ମଧ୍ୟ ନିର୍ମାଣ କରାଯାଇଛି। ଏହି ଉଦ୍ୟମ ରାଜ୍ୟର ମହିଳା ନିରାପତ୍ତା ବୃଦ୍ଧି ଏବଂ ବାଲ୍ୟ ବିବାହକୁ ରୋକିବା ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସରକାର କହିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଚଳିତ ବର୍ଷ ହେବ 40,000 ନିଯୁକ୍ତି। ଚଳିତ ବର୍ଷ ହେବ 40,000 ନିଯୁକ୍ତି। ବଜେଟ୍ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଚଳିତ ବର୍ଷ 40,000 ନିଯୁକ୍ତି ଦେବେ। ଚାଲୁ ମାସରେ ବଜେଟ୍ ଉପସ୍ଥାପନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ 40,000 ନିଯୁକ୍ତି ଦିଆଯିବ। ଫେବୃଆରୀ 17ରେ ବଜେଟ୍ ଉପସ୍ଥାପନ ହେବ। ସରକାର ପୂର୍ବରୁ 1.5 ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଇଥିବାରୁ ଏହାରେ ବିଶେଷ ଗୁରୁତ୍ୱ ଦେଇଛି। IT, ପେଟ୍ରୋଲ, କେମିକାଲ ଏବଂ ଆଗ୍ରୋ ଇଣ୍ଡଷ୍ଟ୍ରିରେ ଗୁରୁତ୍ୱ ଦେବ ବୋଲି ସରକାର କହିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଅସ୍ତ୍ରଶସ୍ତ୍ର କାରଖାନାରେ ବିସ୍ଫୋରଣ। 5 ମୃତ। ମହାରାଷ୍ଟ୍ରରେ ଏକ ଅସ୍ତ୍ରଶସ୍ତ୍ର କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଭଣ୍ଡାରା ଜବାହର ନଗର ସ୍ଥିତ କାରଖାନାରେ ବିସ୍ଫୋରଣ ହୋଇଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛିଙ୍କ ଆହତ ହୋଇଛନ୍ତି ବୋଲି ସୂଚନା ଆସିଛି। ଏହି ବିସ୍ଫୋରଣ କାରଖାନାର RK ଶାଖା ସେକ୍ସନରେ ହୋଇଥିବାର ସୂଚନା ମିଳିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବଦଳିବେ ମୁଖ୍ୟମନ୍ତ୍ରୀ। କର୍ଣ୍ଣାଟକରେ 2.5 ବର୍ଷ ପରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଚର୍ଚ୍ଚା ଚାଲିଛି। ମୁଖ୍ୟମନ୍ତ୍ରୀ ସିଦ୍ଧାରମୌଜାଙ୍କ ବୟାନ ଏ ଗୋଷ୍ଠୀକୁ ଜୋର ଦେଇଛି ବୋଲି ସୂଚନା ମିଳିଛି। ସେ କହିଥିଲେ ଯେ ଶେଷରେ ନିଷ୍ପତ୍ତି ଦଳର ହାଇକମାଣ୍ଡ ନେବେ। ଏଥିରେ DK ଶିବକୁମାର ନାମ ଆଗରେ ଥିବା ଜଣାପଡ଼ିଛି। ଗତ ନିର୍ବାଚନରେ ସିଦ୍ଦାରମୌଜାଙ୍କୁ CM ଏବଂ ଶିବକୁମାରଙ୍କୁ ଡେପୁଟି CM କରାଯାଇଥିଲା। ଯେଉଁଥିରେ 2.5 ବର୍ଷ ପରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ନିଷ୍ପତ୍ତି ନେଉଥିବା ବୋଲି ସୂଚନା ମିଳିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆଜିଠାରୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ ଆରମ୍ଭ ହେବ। ଆଜିଠାରୁ ଆରମ୍ଭ ହେବ ସର୍ଭେ। ରାଜ୍ୟ ସରକାର ଆବାସ ପୋର୍ଟାଲ ଲଞ୍ଚ କରି ସାରିଛନ୍ତି ଯାହାର ମାଧ୍ୟମରେ ହିତାଧିକାରୀ ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ଆବେଦନ କରିପାରିବେ। ପ୍ରଥମ ଥର ପାଇଁ ଆଶାୟୀ ହିତାଧିକାରୀ ନିଜେ ସର୍ଭେ କରିପାରିବେ। ଆବେଦନ ପ୍ରକ୍ରିୟା 2 ମାସ ଚାଲିବ। ହିତାଧିକାରୀ ଆବାସ ପ୍ଲାସ ମୋବାଇଲ ଆପ୍ ମାଧ୍ୟମରେ କିମ୍ବା ପଞ୍ଚାୟତ ଶ୍ରେଣୀରେ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଟୋଲ୍ ଫ୍ରି ନମ୍ବର ହେଉଛି 0674 681 7777। ଆବେଦନକାରୀମାନେ ସହାୟତା ପାଇଁ ଏହି ନମ୍ବରରେ ସମ୍ପର୍କ କରିପାରିବେ।